ଆଚ୍ଛା କଳ୍ପନା କରନ୍ତୁ ତ ଗୋଟିଏ ଶାଢ଼ୀ ଯାହା କେବଳ ଏକ ବସ୍ତ୍ର ନୁହେଁ ବରଂ ଏକ ଜୀବନ୍ତ କଳାକୃତି। ନମସ୍କାର। ଆଜିର ଏହି ବିଶ୍ଳେଷଣରେ ଆମେ ଏକ ଅତି ବିଳାସୀପୂର୍ଣ୍ଣ ବସ୍ତ୍ର ଅର୍ଥାତ୍ ପ୍ରସିଦ୍ଧ ବାଲୁଚୁରୀ ସିଲ୍କ ଶାଢ଼ୀ ପଛରେ ଲୁଚି ରହିଥିବା ଅକଳ୍ପନୀୟ ମାନବୀୟ ପରିଶ୍ରମ ଏବଂ କଳାକୃତି ବିଷୟରେ ଜାଣିବା। 1 ଲକ୍ଷ ଟଙ୍କା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଗୋଟିଏ ଶାଢ଼ୀର ମୂଲ୍ୟ ଏତେ ଅଧିକ କାହିଁକି? କ'ଣ ଏମିତି ଖାସ୍ ଅଛି ଏଥିରେ ଯେ ଏହାର ଦାମ ଆକାଶ ଛୁଆଁ? ଆସନ୍ତୁ ଏହି ରହସ୍ୟକୁ ଟିକେ ଗଭୀର ଭାବରେ ବୁଝିବା। ତେବେ ଆମର ପ୍ରଥମ ବିଷୟ ହେଉଛି ଗୋଟିଏ ସୂତାର ମୂଲ୍ୟ। ଏହି ମାଷ୍ଟରପିସ୍ର ସବୁଠାରୁ ପ୍ରଥମ ସୂତାଟି କିପରି ତିଆରି ହୁଏ ଜାଣନ୍ତି? ଏହାର ପ୍ରକୃତ ବାସ୍ତବତା ପ୍ରକୃତରେ ଆପଣଙ୍କୁ ଚକିତ କରିଦେବ। ଭାବନ୍ତୁ ଟିକେ, ଗୋଟିଏ ପଟେ ଏକ ଝଟକୁଥିବା ବିଳାସପୂର୍ଣ୍ଣ ଆକର୍ଷଣୀୟ ବସ୍ତ୍ର ଏବଂ ଅନ୍ୟପଟେ ଏହାର କଷ୍ଟଦାୟକ ପ୍ରସ୍ତୁତି ପ୍ରକ୍ରିୟା। ସତ କହିବାକୁ ଗଲେ ଏହା ବହୁତ କଷ୍ଟକର। ମହିଳାମାନେ ନିଜ ଖାଲି ଜଙ୍ଘ ଉପରେ ଏହି ଅତି ସୂକ୍ଷ୍ମ ସିଲ୍କ ସୂତାଗୁଡ଼ିକୁ ବାହାର କରିଥାନ୍ତି। ଘର୍ଷଣ ଯୋଗୁଁ ଚମଡ଼ା ଯେପରି ପୋଡ଼ି ନ ଯାଏ ସେଥିପାଇଁ ସେମାନଙ୍କୁ ବାରମ୍ବାର ପାଣି ଲଗାଇବାକୁ ପଡ଼ିଥାଏ। ଏହା କୌଣସି ସାଧାରଣ କାମ ନୁହେଁ, ଏହା ଏକ ଯନ୍ତ୍ରଣାଦାୟକ ବାସ୍ତବତା। କିନ୍ତୁ କଥା ସେତିକିରେ ସରେ ନାହିଁ। ଏହି ସୂତା ବାହାରିବା ପୂର୍ବରୁ ପ୍ରାୟ 240ଟି ଜୀବନ୍ତ ରେଶମ କୀଟ ବା କୋଷାକୁ ସାବୁନ, ସୋଡ଼ା ଏବଂ ପାଣି ମିଶ୍ରଣରେ 1 ଘଣ୍ଟା ପର୍ଯ୍ୟନ୍ତ ସିଝାଯାଏ। ତାହା ପୁଣି 100 ଡିଗ୍ରୀ ସେଲସିୟସର ଅଧିକ ତାପମାତ୍ରାରେ ଟଗମଗ ହୋଇ ଫୁଟୁଥିବା ପାଣିରେ। ଏହି କଷ୍ଟକର ଯାତ୍ରା ଆରମ୍ଭ କରିବା ପାଇଁ ଏହା ହେଉଛି ଏକ ନିତାନ୍ତ ଆବଶ୍ୟକ ପ୍ରଥମ ପଦକ୍ଷେପ। ଆସନ୍ତୁ ଆଗକୁ ବଢ଼ିବା ଏବଂ ଦେଖିବା ଆମର ଦ୍ୱିତୀୟ ବିଷୟ, ଜକାର ତନ୍ତ୍ରର ଯାନ୍ତ୍ରିକ କୌଶଳ। ଏହା କେବଳ ଶାରୀରିକ ପରିଶ୍ରମ ନୁହେଁ, ଏଥିରେ ଥିବା ଜଟିଳ ଗଣିତ ଏବଂ ଇଞ୍ଜିନିୟରିଂ ଦେଖିଲେ ମୁଣ୍ଡ ଘୋରାଇଦେବ। ଏହି ପ୍ରକ୍ରିୟାଟି ପ୍ରକୃତରେ ଗୋଟିଏ ବିଶାଳ ପଜଲ ଭଳି। ପ୍ରଥମେ ଡିଜାଇନକୁ ଗ୍ରାସ୍ ପେପର ଉପରେ ଅଙ୍କାଯାଏ। ତାପରେ ଏହାକୁ କାର୍ଡବୋର୍ଡ ପଞ୍ଚ କାର୍ଡରେ ପରିଣତ କରାଯାଏ। ଶେଷରେ ସେହି କାର୍ଡଗୁଡ଼ିକ ଏକ ବିଶାଳ ଜାକାର୍ଡଲୁମ୍ ବା ତନ୍ତକୁ ନିୟନ୍ତ୍ରଣ କରନ୍ତି। ଗୋଟିଏ ସାଧାରଣ ସାଂସ୍କୃତିକ ଚିନ୍ତାଧାରା କିପରି ଏତେ ବଡ଼ ବାସ୍ତବ ବସ୍ତ୍ରରେ ପରିଣତ ହୁଏ ତା ରୂପାନ୍ତର ସତରେ ଚମତ୍କାର। ଟିକେ ଅନୁମାନ କରନ୍ତୁ ତ, କେବଳ ଗୋଟିଏ ଶାଢ଼ୀ ପାଇଁ ଜଣେ କାରିଗରଙ୍କୁ ପାଖାପାଖି 4000 ସୂତା ବହୁତ ଯତ୍ନର ସହ ପ୍ରସ୍ତୁତ କରିବାକୁ ପଡ଼େ। ପ୍ରତ୍ୟେକ ସୂତା ଯେପରି ନିଜ ଜାଗାରେ ଠିକ୍ ରହେ ତାହା ନିଶ୍ଚିତ କରିବା ପାଇଁ ସେମାନେ ଏକ ଛୋଟ କୋଠରୀରେ ବାରମ୍ବାର ଆଗପଛ ହୋଇ ଅକ୍ଲାନ୍ତ ପରିଶ୍ରମ କରନ୍ତି। ସତରେ ମାନିବାକୁ ପଡ଼ିବ ସେମାନଙ୍କର ଧୈର୍ଯ୍ୟକୁ। ଆଉ ଏତିକି ନୁହେଁ, ସେହି ବିଶାଳ ତନ୍ତ୍ରରେ ଶହ ଶହ ବର୍ଷ ପୁରୁଣା ଜଟିଳ ଡିଜାଇନକୁ ରୂପ ଦେବା ପାଇଁ ପ୍ରାୟ 3000 କାର୍ଡବୋର୍ଡ ପଞ୍ଚ କାର୍ଡ ଲାଗିଥାଏ। ଭାବନ୍ତୁ ଥରେ, କୌଣସି କମ୍ପ୍ୟୁଟର ନାହିଁ, ତଥାପି ଏତେ ନିଖୁଣ କାମ। ଏଥିରେ ବ୍ୟବହୃତ ହେଉଥିବା ଉପକରଣ ଏବଂ ପରିଶ୍ରମର ପରିମାଣ ସତରେ ଅବିଶ୍ୱାସନୀୟ। ବର୍ତ୍ତମାନ ଆମେ ପହଞ୍ଚିଛେ ତୃତୀୟ ବିଷୟରେ, ହଜିଯାଉଥିବା କାରିଗର ପିଢ଼ି। ଆମେ ପ୍ରାୟତଃ ଭାବୁ ଯେ ହସ୍ତତନ୍ତ୍ର ବୁଣାକାରମାନେ ଖୁବ୍ ଶାନ୍ତ ପରିବେଶରେ ଆରାମରେ ବସି କାମ କରୁଥିବେ। ନା, କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା। ଆଜିର କାରିଗରମାନେ ସମ୍ମୁଖୀନ ହେଉଥିବା କଠୋର ଦିନଚର୍ଯ୍ୟା ହୃଦୟ ବିଦାରକ। ଏହି ଶାରୀରିକ ତ୍ୟାଗ କୌଣସି ସାଧାରଣ କଥା ନୁହେଁ। ବିନା ଛୁଟିରେ, ବିନା ବିଶ୍ରାମରେ ଦିନକୁ 10 ଘଣ୍ଟା କଠିନ ପରିଶ୍ରମ। ସୂତାଗୁଡ଼ିକ ଏତେ ସୂକ୍ଷ୍ମ ଯେ ପ୍ରାୟତଃ ଅଦୃଶ୍ୟ ଲାଗେ, ଫଳରେ ଆଖି ଉପରେ ପ୍ରବଳ ଚାପ ପଡ଼େ। ସେଥିପାଇଁ ସ୍ୱତନ୍ତ୍ର ଆଲୋକର ଆବଶ୍ୟକତା ହୁଏ। 100 ଡିଗ୍ରୀରୁ ଅଧିକ ତାପମାତ୍ରାରେ ଫୁଟୁଥିବା ଇଣ୍ଡିଗୋ ରଙ୍ଗ ପାଣିରେ ପଡ଼ିଯିବାର ନିରନ୍ତର ଭୟ ମଧ୍ୟ ଲାଗି ରହିଥାଏ। ଏବଂ ସବୁଠୁ ବିପଦଜନକ ହେଉଛି ମେସିନ୍ ସେଟ୍ କରିବା ପାଇଁ ସେହି ବିଶାଳ ତନ୍ତୁ ଉପରକୁ ଦିନକୁ ପ୍ରାୟ 40 ଥର ଚଢ଼ିବାକୁ ପଡ଼େ, ଯେଉଁଥିରେ ଗୁରୁତର ଆଘାତ ଲାଗିବାର ଆଶଙ୍କା ଥାଏ। ଏମାନଙ୍କ ମଧ୍ୟରେ ଅନେକ ଉଚ୍ଚ ଶିକ୍ଷିତ ଯୁବକ ମଧ୍ୟ ଅଛନ୍ତି, ଯେଉଁମାନେ କେବଳ ଆର୍ଥିକ ଅଭାବ ଯୋଗୁଁ ଏଭଳି ବିପଦପୂର୍ଣ୍ଣ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏହି କଷ୍ଟକର ସ୍ଥିତିକୁ ଦେଖିଲେ ଗୋଟିଏ ବହୁତ ଦୁଃଖଦ କଥା ସାମ୍ନାକୁ ଆସେ। ଜଣେ ଅଭିଜ୍ଞ ବୁଣାକାର ରବୀନ୍ଦ୍ରନାଥଙ୍କ କଥା ଶୁଣନ୍ତୁ। ସେ କୁହନ୍ତି, ଆମର 18 ବର୍ଷର ପୁଅ ଏ କାମ କରିବ ନାହିଁ, ଆମେ ବି ଚାହୁଁନାହୁଁ ଯେ ସେ ଏ କାମକୁ ଆସୁ। ଏହି ଗୋଟିଏ ବାକ୍ୟ ପୁରା ବାସ୍ତବିକତାକୁ ସ୍ପଷ୍ଟ କରିଦେଉଛି। ଏହା ଏକ ବଡ଼ ବିପଦର ସୂଚନା ଯେ ହୁଏତ ଆମର ଏହି ପ୍ରାଚୀନ କଳା ବର୍ତ୍ତମାନର ପିଢ଼ି ସହିତ ହିଁ ଶେଷ ହୋଇଯିବ। ଆସନ୍ତୁ ଏହି କଷ୍ଟଦାୟକ ପ୍ରକ୍ରିୟାରୁ ଟିକେ ଦୂରେଇ ଯାଇ ଆମର ଚତୁର୍ଥ ବିଷୟ ଦେଖିବା, ଇତିହାସର ବୁଣା ସଂଗ୍ରହାଳୟ। ଏହାର ଆଶ୍ଚର୍ଯ୍ୟଜନକ ଏବଂ ମନମୁଗ୍ଧକର ଫଳାଫଳ ଉପରେ ନଜର ପକାଇଲେ ଆମେ ଜାଣିପାରିବା ଯେ ଏଗୁଡ଼ିକ କେବଳ ପିନ୍ଧିବା ଲୁଗା ଆଦୌ ନୁହେଁ। ପ୍ରକୃତରେ ଏହି ବସ୍ତ୍ରଗୁଡ଼ିକରେ କ'ଣ ସବୁ ଲୁଚି ରହିଛି ବୋଲି ଆପଣମାନେ ଭାବୁଛନ୍ତି? ଆଶ୍ଚର୍ଯ୍ୟ ହେବେ ଶୁଣିଲେ। 3 ମାସ ଧରି ବୁଣାଯାଇଥିବା ଏକ ଅଦ୍ଭୁତ କାରୁକାର୍ଯ୍ୟରେ ସୀତା, ଲବ୍, କୁଶ ଏବଂ ରାବଣଙ୍କ ସମେତ ସମ୍ପୂର୍ଣ୍ଣ ରାମାୟଣ ବର୍ଣ୍ଣିତ ହୋଇଛି। ଭାବନ୍ତୁ ତ, ଅନ୍ୟ ଏକ 26 ବର୍ଷ ପୁରୁଣା ଶାଢ଼ୀରେ ଏକ ବଙ୍ଗାଳୀ ବିବାହର ବରମାଳା ଓ ହୋମ ଯଜ୍ଞ ସହ ସମ୍ପୂର୍ଣ୍ଣ ଚିତ୍ର ରହିଛି। ଆଉ ମଧ୍ୟ 300 ବର୍ଷ ପୁରୁଣା ଏକ ଡିଜାଇନକୁ ପୁନର୍ଜୀବିତ କରାଯାଇଛି,
ଯେଉଁଥିରେ ଜଣେ ନବାବ ହୁକ୍କା ଟାଣୁଥିବାର ନିଖୁଣ ଦୃଶ୍ୟ ରହିଛି। ତେଣୁ ଏଗୁଡ଼ିକ କେବଳ ବସ୍ତ୍ର ନୁହେଁ, ବରଂ ବୁଣା ହୋଇଥିବା ସଂଗ୍ରହାଳୟ, ଯାହା ଆମର ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାଚୀନ କାହାଣୀଗୁଡ଼ିକୁ ଯତ୍ନର ସହ ସାଇତି ରଖିଛି। ଏବେ ଆମର ଶେଷ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ, ତନ୍ତ୍ରର ଐତିହ୍ୟ ସଂରକ୍ଷଣ। ଏହି ଜୀବନ୍ତ ସଂଗ୍ରହାଳୟଗୁଡ଼ିକ ଯେପରି ଲୋପ ନ ପାଆନ୍ତି, ସେଥିପାଇଁ ଆର୍ଥିକ ଏବଂ ସାଂସ୍କୃତିକ ସ୍ତରରେ ଏକ ଜରୁରୀ ସଂଗ୍ରାମ ଜାରି ରହିଛି। ଏହାର ଗୁରୁତ୍ୱ କେତେ ଅଧିକ ତାହା ଜାଣିବା ନିହାତି ଦରକାର। ଭାରତରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ସର୍ବାଧିକ ବୁଣାକାର ସମ୍ପ୍ରଦାୟ ବାସ କରନ୍ତି। ଏହାର ସିଧାସଳଖ ଅର୍ଥ ହେଉଛି ଯେ ପାଖାପାଖି 1.5 ଲକ୍ଷ ବା 1,50,000 ଲୋକଙ୍କ ଜୀବିକା ସମ୍ପୂର୍ଣ୍ଣ ରୂପେ ଏହି ହସ୍ତତନ୍ତ ଶିଳ୍ପର ସୁରକ୍ଷା ଉପରେ ନିର୍ଭର କରେ। ଖୁସିର କଥା ହେଉଛି ତନ୍ତୁଜା ଭଳି ସଂସ୍ଥାମାନେ ଏ କ୍ଷେତ୍ରରେ ନୂଆ ପଦକ୍ଷେପ ନେଉଛନ୍ତି। ସେମାନେ ଫ୍ଲିପ୍କାର୍ଟ ଭଳି ପ୍ଲାଟଫର୍ମରୁ ଇ-କମର୍ସ ଡାଟା ବ୍ୟବହାର କରି ଏହି ପ୍ରାଚୀନ ବୁଣା କାର୍ଯ୍ୟକୁ ଆଜିକାଲିର ଯୁବପିଢ଼ିଙ୍କ ପସନ୍ଦ ଅନୁଯାୟୀ ଜ୍ୟାକେଟ୍ ଏବଂ ପୋଷାକରେ ପରିବର୍ତ୍ତନ କରୁଛନ୍ତି। ଜାଣନ୍ତି ଏହାର ଫଳାଫଳ କ'ଣ ହେଲା? କୋଭିଡ୍ ଭଳି ଭୟଙ୍କର ସଙ୍କଟ ସମୟରେ ମଧ୍ୟ ଏହା 1 କୋଟି ଟଙ୍କାରୁ ଅଧିକ ବ୍ୟବସାୟ ଆଣିଦେଇଥିଲା। କାରିଗରମାନଙ୍କ ବଞ୍ଚିବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିଲା। ଏହା ସିଧାସଳଖ ପ୍ରମାଣ କରୁଛି ଯେ ଟେକ୍ନୋଲୋଜି ସାହାଯ୍ୟରେ ଆମେ ପ୍ରାଚୀନ କଳାକୁ କିପରି ନୂଆ ଜୀବନ ଦେଇପାରିବା। ତେଣୁ ଆଜିର ଏହି ବିଶ୍ଳେଷଣର ଶେଷରେ ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଖରେ ପହଞ୍ଚିଛେ। ଯଦି ଇତିହାସରେ ଗୋଟେ ଛୋଟ ଅଂଶକୁ ବୁଣିବା ପାଇଁ ମାସ ମାସ ଧରି ଶାରୀରିକ ତ୍ୟାଗ ଏବଂ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ପଡ଼ୁଛି, ତେବେ ସେହି କାହାଣୀକୁ ଚିରଦିନ ପାଇଁ ଲିଭିଯିବାକୁ ଦେବାର ପ୍ରକୃତ ମୂଲ୍ୟ କେତେ ହୋଇପାରେ? ଆଗାମୀ ପିଢ଼ି ପାଇଁ ଏହି ପ୍ରାଚୀନ ବୁଣାକାର୍ଯ୍ୟ କୌଶଳଗୁଡ଼ିକର ସଂରକ୍ଷଣ କରିବା କେବଳ କିଛି ରୋଜଗାର ବଞ୍ଚାଇବା ନୁହେଁ, ବରଂ ଏହା ହେଉଛି ଆମ ଇତିହାସ, ଆମ କଳା ଏବଂ ଆମ ସଂସ୍କୃତିର ମୂଳଧୁଆକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା, ଯାହାଫଳରେ ଆଗାମୀ ପିଢ଼ି ଏହି ମହାନ କଳାର ମୂଲ୍ୟ ବୁଝିପାରିବେ ଏବଂ ଏହାକୁ ନେଇ ଗର୍ବ କରିପାରିବେ। ଆଜିର ଏହି ବିଶେଷ ଯାତ୍ରାରେ ଆମ ସହ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ଅଶେଷ ଧନ୍ୟବାଦ।